ସେଇପଟୁ ଠିଆ ହେଇକି ପୁରା ସେଇଠି ବସ ଆସୁନାହାନ୍ତି କ'ଣ ଆପଣ ଆପଣ ଭିଆଇପି ଲୋକ ଆପଣ ସେଇଠି ବସନ୍ତୁ ତାଙ୍କୁ सेनापतिଙ୍କର ଆଜି ତିରୋଧାନ ଦିବସ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ସେ ଏକ ଜୀବନ୍ୟାସ ଦେଇଥିଲେ, ପୁନରୁଦ୍ଧାର କରିଥିଲେ। ଖାଲି ସାହିତ୍ୟ ଜଗତରେ ନୁହେଁ, ଭାଷାକୁ ରକ୍ଷା କରିବା ପାଇଁ ମଧ୍ୟ ସେ ବହୁ ଉଦ୍ୟମ କରିଥିଲେ। ତେଣୁ ଆଜିର ତିରୋଧାନ ଦିବସରେ ଆମେ ସମସ୍ତେ ଶପଥ ନେବା ଉଚିତ ଓଡ଼ିଆ ଭାଷାର ଯେଭଳି ବ୍ୟାପକ ବ୍ୟବହାର କରାଯାଏ। ଭାଷାଟି ଧୀରେ ଧୀରେ ସ୍କୁଲମାନଙ୍କରୁ ଓଡ଼ିଆ ଭାଷା ଶିକ୍ଷା କମି ଯାଉଛି, ସେଇଟାକୁ ଜୋର ଦେବାକୁ ପଡ଼ିବ। ନ୍ୟାୟାଳୟରେ ଓଡ଼ିଆ ପ୍ରଚଳନ ହେବା ଦରକାର, କାର୍ଯ୍ୟାଳୟରେ ନଥିପତ୍ର ଓଡ଼ିଆରେ ହେବା ଉଚିତ ଏବଂ ଆମର ନାମଫଳକ ଓଡ଼ିଆରେ ହେବା ଉଚିତ ଏବଂ ସମସ୍ତେ ଯେଉଁଠି ଦସ୍ତଖତ କରୁଛନ୍ତି ବିଭିନ୍ନ ସଭା ସମିତିରେ ଓଡ଼ିଆରେ ଦସ୍ତଖତ କରନ୍ତୁ ଏବଂ ଓଡ଼ିଆରେ ଚିଠି ଲେଖନ୍ତୁ, ଓଡ଼ିଆରେ ନିମନ୍ତ୍ରଣ ପତ୍ର କରନ୍ତୁ। ଇଂରାଜୀରେ କରିପାରନ୍ତି କିଛି ଆପତ୍ତି ନାହିଁ, କିନ୍ତୁ ତା ସହିତ ଓଡ଼ିଆରେ ନିମନ୍ତ୍ରଣ ପତ୍ର କରନ୍ତୁ। ଓଡ଼ିଆ ଗୋଟିଏ ଭାଷା ବ୍ୟାପକ ବ୍ୟବହାର ହେଲେ ସେ ଭାଷାଟି ଚିରଦିନ ରହିବ। ଆପଣ ଦେଖନ୍ତୁ ସଂସ୍କୃତ, ଲାଟିନ୍ ଭାଷା ଇତ୍ୟାଦି ଏକ ସମୟରେ ସାରା ପୃଥିବୀରେ ଅତି ବହୁଳ ବ୍ୟବହୃତ ହେଉଥିଲା, କିନ୍ତୁ ଧୀରେ ଧୀରେ ସଂସ୍କୃତ ଭାଷା ବର୍ତ୍ତମାନ ଲୋପ ପାଇବାକୁ ଗଲାଣି, ଲାଟିନ୍ ଭାଷା ଲୋପ ପାଇବାକୁ ଗଲାଣି। ତେଣୁ ଗୋଟେ ଭାଷାର ବ୍ୟାପକ ବ୍ୟବହାର ନହେଲେ ଏ ଭାଷା ମରିଗଲା ମାନେ ଗୋଟେ ଜାତି ମରିଗଲା, ଗୋଟେ ସଂସ୍କୃତି ମରିଗଲା, ଗୋଟେ ପରମ୍ପରା ମରିଗଲା। ତେଣୁ ଆମକୁ ଆଜିର ତାଙ୍କ ଦିବସରେ ଓଡ଼ିଆ ଭାଷାର ବ୍ୟବହାର ବ୍ୟାପକ ବ୍ୟବହାର ପାଇଁ ଲାଗିବାକୁ ହେବ ଏବଂ ପୃଥିବୀରେ ବହୁଳ ବ୍ୟବହୃତ 10ଟି ଭାଷା ଭିତରେ ଯେଉଁଭଳି ଓଡ଼ିଆ ସ୍ଥାନିତ ହୁଏ, ଯେଉଁଭଳି ଆମେ ଗର୍ବ ଅନୁଭବ କରୁଛୁ ଶାସ୍ତ୍ରୀୟ ମାନ୍ୟତା ପାଇକି। ଏକ ସମୟରେ ଉତ୍ତର ଭାରତର ଭାଷାମାନେ ଶାସ୍ତ୍ରୀୟ ମାନ୍ୟତା ପାଇନଥିଲେ, କେବଳ ଓଡ଼ିଆ ଭାଷା ପାଇଥିଲେ। ଏବେ ଏଇ ବର୍ଷେ ତଳେ ଅସାମିଆ ଏବଂ ବଙ୍ଗଳା କୋହଳ ନୀତିକୁ ପ୍ରୟୋଗ କରିବା ଫଳ ପାଇଛନ୍ତି। କିନ୍ତୁ ସେଇଭଳି ଆମେ ଗର୍ବ କରିବା ଉଚିତ ଯେ 10ଟି ବହୁଳ ବ୍ୟବହୃତ ପୃଥିବୀ ଭାଷା ଭିତରେ ଓଡ଼ିଆ ଭାଷା କିନ୍ତୁ ସ୍ଥାନିତ ହେବ। ସେଥିପାଇଁ ରାଜ୍ୟ ଭିତରେ ବ୍ୟାପକ ବ୍ୟବହାର କରାଯାଉ ଏବଂ ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ଓଡ଼ିଆ ଭାଷା ପ୍ରଶିକ୍ଷଣ କେନ୍ଦ୍ର ଦେଶ ଭିତରେ ବିଭିନ୍ନ ୟୁନିଭର୍ସିଟିରେ କରାଯାଉ, ବିଦେଶରେ ମଧ୍ୟ ବିଭିନ୍ନ ୟୁନିଭର୍ସିଟିମାନଙ୍କରେ ଓଡ଼ିଆ ଭାଷା ପ୍ରଶିକ୍ଷଣ କେନ୍ଦ୍ର କରାଯାଉ। ଯାହାଫଳରେ ଭାଷା ସାହିତ୍ୟ ସଂସ୍କୃତି ବଞ୍ଚିବ।